ଗୋଟିଏ ଦେଶରେ ଜଣେ ରାଜା ଥିଲେ। ତାଙ୍କ ନିକଟକୁ ଜଣେ ବହୁରୂପୀ ଆସିଲା। ସେ ନାନା ପ୍ରକାର ବେଶ ଧାରଣ କରି ତଦନୁରୂପ ଅଭିନୟ କରିବାରେ ନିପୁଣ ଥିଲା। ଦେବୀ ଥିଲେ ତାର ଇଷ୍ଟ। ଦେବୀଙ୍କ ଠାରୁ ତାକୁ ଏପରି ଅଦ୍ଭୁତ ଶକ୍ତି ମିଳିଥିଲା ଯେ ସେ ଯେଉଁ ଅଭିନୟ କରିବାକୁ ବେଶ ଧରୁଥିଲା ସେଥିରେ କୃତକାର୍ଯ୍ୟ ହୋଇପାରୁଥିଲା। କଦାପି କୌଣସି ଅଭିନୟରେ ବିଫଳ ହେଉନଥିଲା। ସେ ଦେଶର ରାଜା ତାକୁ କହିଲେ, ତୁ ବୈରାଗୀ ସାଧୁଙ୍କ ଅଭିନୟ କରି ମୋତେ ଦେଖା। ବହୁରୂପୀ ରାଜାଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି କିଛି ଦିନ ପାଇଁ ଜନସମାଜରୁ ବହୁ ଦୂରକୁ ଯାଇ କୌଣସି ନିର୍ଜନ ସ୍ଥାନରେ ରହିଲା। ନିଶ ଦାଢ଼ି ବଢିଯିବାରୁ ସେ ସାଧୁ ବେଶ ଧରି ସହରକୁ ଆସିଲା ଏବଂ ସାଧୁଙ୍କ ଭଳି ବ୍ୟବହାର କଲା। ତାହା ସହିତ ରାଗ ଦ୍ୱେଷ ନାହିଁ। ଭିକ୍ଷାରେ ଯାହା କିଛି ମିଳିଯାଏ ସେତିକିରେ ସନ୍ତୁଷ୍ଟ ରହେ। ତା ଛଡା ଲୋକଙ୍କୁ ମଧ୍ୟ ଭଲ ଭଲ ସତ୍ସଙ୍ଗ ସମ୍ବନ୍ଧୀୟ କଥା ଶୁଣାଏ। ସମଗ୍ର ସହରରେ ସେ ଜଣେ ଅନାସକ୍ତ ତ୍ୟାଗୀ ମହାତ୍ମା ଭାବରେ ପରିଚିତ ହୋଇଗଲା। ଲୋକେ ତାକୁ ଆଦର ସମ୍ମାନ ଦେଲେ। ରାଜାଙ୍କ କାନରେ ଏକଥା ପଡିଲା। ରାଜା ମନ୍ତ୍ରୀଙ୍କୁ ପଠାଇ ସେ ବାସ୍ତବରେ ସେହି ବହୁରୂପୀ ଅଥବା ସନ୍ଥ ଏ କଥାର ତଦନ୍ତ କରିବାକୁ କହିଲେ। ମନ୍ତ୍ରୀ ସାଧୁ ବେଶଧାରୀ ବହୁରୂପୀଙ୍କୁ ଦେଖି ଚିହ୍ନି ପାରିଲେ ଏବଂ ରାଜାଙ୍କ ଆଗରେ ପ୍ରକୃତ କଥା କହିଦେଲେ। ରାଜା ଘୋଷଣା କରିଦେଲେ ଯେ ସେ ମଧ୍ୟ ସାଧୁଙ୍କ ଦର୍ଶନ କରିବାକୁ ଯିବେ। ଗୋଟିଏ ବଡ଼ ଥାଳିରେ ସୁନା ମୋହର ଏବଂ ଅନ୍ୟାନ୍ୟ ଉପହାର ଦ୍ରବ୍ୟ ନେଇ ସୈନ୍ୟ ସାମନ୍ତଙ୍କ ସହିତ ରାଜା ସେଠାରେ ଉପସ୍ଥିତ ହେଲେ। ରାଜାଙ୍କ ଆସିବା କଥା ଶୁଣି ଶହ ଶହ ଲୋକ ରୁଣ୍ଡ ହୋଇଗଲେ। ରାଜା ତା ଆଗରେ ଥାଳି ରଖିଦେଇ ଉପହାର ଗ୍ରହଣ କରିବାକୁ ନିବେଦନ କଲେ। ସେ ସୁନା ମୋହର, ପଇସା ପତ୍ର, ବସ୍ତ୍ରାଳଙ୍କାର ଇତ୍ୟାଦିକୁ ଆଦୌ ସ୍ପର୍ଶ ନ କରି ଶିବ ଶିବ କହି ସେଠାରୁ ଉଠି ଚାଲିଗଲେ। ଲୋକ କୁହାକୁହି ହେଲେ, ବାସ୍ତବରେ ବାବା ଜଣେ ପରମ ବୈରାଗୀ ସାଧୁ ଥିଲେ। ଭଲ ସତ୍ସଙ୍ଗ ଚର୍ଚ୍ଚା କରୁଥିଲେ। କିନ୍ତୁ ରାଜାଙ୍କ ମନରେ କଣ ଭୂତ ପଶିଲା କେଜାଣି ସତ୍ସଙ୍ଗ ବନ୍ଦ କରିଦେଲେ। ବିତରାଗ ଅନାସକ୍ତ ସାଧୁଙ୍କୁ ଏଭଳି ବହୁମୂଲ୍ୟ ଉପହାର ଦେଇ କଣ ସନ୍ତୁଷ୍ଟ କରାଯାଇପାରେ? ପରବର୍ତ୍ତୀ ସମୟରେ ବହୁରୂପୀ ତାର ପ୍ରକୃତ ବେଶରେ ରାଜାଙ୍କ ନିକଟକୁ ଯାଇ କହିଲା, ମହାରାଜ, ମୁଁ ମୋର ଅଭିନୟରେ ସଫଳ ହୋଇଗଲି। ଯଦି କିଛି ପୁରସ୍କାର? ରାଜା ପଚାରିଲେ, ମୁଁ ଏତେ ସୁନା ମୋହର ନେଇ ତୋତେ ଦେଲି, ତୁ ରଖିଲୁ ନାହିଁ କାହିଁକି? ତୋର କଣ ବିଶ୍ୱାସ ହେଉଛି ଯେ ମୁଁ ତୋତେ ପୁରସ୍କାର ରୂପେ ସେତେ ଧନ ଦେବି? ସେ କହିଲା, ମଣିମା, ଆପଣ ଖୁସି ମନରେ ଯାହା କିଛି ଦେବେ ସେତିକି ମୋର ଯଥେଷ୍ଟ। ରାଜା କହିଲେ, ତୁ ଗୋଟାଏ ନିପଟ ମୂର୍ଖ। ସେତେବେଳେ ସ୍ୱର୍ଣ୍ଣ ମୁଦ୍ରା ରଖିଥିଲେ ତୁ ଆଜି ଧନୀ ହୋଇଯାଇଥାନ୍ତୁ। ସେ କହିଲା, ମଣିମା, ସେତେବେଳେ ମୁଁ ସାଧୁ ଭୂମିକାରେ ଅଭିନୟ ସାଧୁ ପକ୍ଷେ ଧନ ଗ୍ରହଣ କରିବା କଳଙ୍କ। ମୁଁ ସ୍ୱର୍ଣ୍ଣ ମୁଦ୍ରା ପ୍ରତି ଆସକ୍ତ ହୋଇଥିଲେ ମୋର ଅଭିନୟ ଖରାପ ହୋଇଯାଇଥାନ୍ତା ଏବଂ ମୋ ଇଷ୍ଟଦେବୀ ଅସନ୍ତୁଷ୍ଟ ହୋଇଥାନ୍ତେ। ତା କଥା ଶୁଣି ରାଜା ଅତ୍ୟନ୍ତ ଖୁସି ହେଲେ ଏବଂ ତାକୁ ବହୁ ପୁରସ୍କାର ପ୍ରଦାନ କଲେ। ଆଉ ଦିନେ ବହୁରୂପୀକୁ ଡାକି ରାଜା ସିଂହର ଅଭିନୟ କରିବାକୁ କହିଲେ। ସେ କହିଲା, ମହାରାଜ, ଏ ଅଭିନୟ ବଡ଼ ବିପଜ୍ଜନକ। ମୁଁ ଯେଉଁ ବେଶ ଧରେ ତାହାର ସୁଚାରୁ ରୂପେ ସମ୍ପାଦନ କରେ। ତେଣୁ ସିଂହର ଅଭିନୟ କରିବାକୁ କୁହନ୍ତୁ ନାହିଁ। ରାଜା କହିଲେ, ନା, ମୁଁ ସିଂହର ଅଭିନୟ ଦେଖିବାକୁ ଚାହେଁ। ବହୁରୂପୀ କହିଲା, ଛାମୁଙ୍କର ଯାହା ନିର୍ଦ୍ଦେଶ ତାହା ମୋ ପାଇଁ ଶିରୋଧାର୍ଯ୍ୟ। କିନ୍ତୁ କୌଣସି କ୍ଷତି ହୋଇଗଲେ ମୋତେ କ୍ଷମା ଦେବେ, ନଚେତ୍ ଅନ୍ୟ କୌଣସି ଅଭିନୟ କରିବାକୁ ଆଜ୍ଞା ହଉ। ରାଜା କହିଲେ, ମୁଁ ପ୍ରଥମରୁ ତୋର ସବୁ ଅପରାଧ କ୍ଷମା କରିଦେଉଛି। ତୋର କୌଣସି ଅସୁବିଧା ହେବ ନାହିଁ। ତୁ ସିଂହର ଅଭିନୟ କରି ଦେଖା। ବହୁରୂପୀ ସିଂହ ଚର୍ମର ଖୋଳ ପିନ୍ଧି ସିଂହ ଠାଣିରେ ଆସି ଗୋଟିଏ ପ୍ରଶସ୍ତ ସ୍ଥାନରେ ବସିଗଲା। ରାଜାଙ୍କ ପୁଅ ସେଠାରେ ଖେଳୁଥାଏ। ଖେଳୁ ଖେଳୁ ସେ କୌତୂହଳରେ ସିଂହ ଅଭିନୟ କରୁଥିବା ବହୁରୂପୀକି ଦେଖି ଠେଙ୍ଗାରେ ପାହାର ପିଟିଦେଲା। ସିଂହ ଭୟଙ୍କର ଗର୍ଜନ କରି ହଠାତ୍ ତା ଉପରକୁ ଲମ୍ଫ ମାରିଲା ଏବଂ ଚାହୁଁ ଚାହୁଁ ରାଜକୁମାରକୁ ମାରିଦେଲା। ଏ ଘଟଣାରେ ରାଜା ଅତ୍ୟନ୍ତ ଅନୁତାପ କଲେ। ସେ ଭାବିଲେ, ଏହା ହିଁ ଅଭିନୟ। ଚାହୁଁ ଚାହୁଁ ମୋ ପୁଅକୁ ମାରିଦେଲା। ତା ପରଦିନ ବହୁରୂପୀ ମନ ଦୁଃଖରେ କାନ୍ଦି କାନ୍ଦି ଆସି ରାଜାଙ୍କୁ କହିଲା, ମଣିମା, ମୋତେ କ୍ଷମା କରନ୍ତୁ। ମୁଁ ପୂର୍ବରୁ କହିଦେଇଥିଲି ଯେ ଏପରି ବିପଜ୍ଜନକ ଅଭିନୟ କରିବା ଭଲ ନୁହେଁ। କିନ୍ତୁ କଣ କରିବି? ଯଥାର୍ଥ ଅଭିନୟ ନ କଲେ ମୋର ଇଷ୍ଟଦେବୀ ମୋ ଉପରେ ଅସନ୍ତୁଷ୍ଟ ହେବେ। ରାଜା କହିଲେ, ତୋ ପାଇଁ ସିନା ଖେଳ, କିନ୍ତୁ ମୋ ପାଇଁ ତ କାଳ ହୋଇଗଲା। ମୋର ପୁଅ ମରିଗଲା। କିନ୍ତୁ ରାଜା କରନ୍ତେ ବା କଣ? ପୂର୍ବରୁ କଥା ଦେଇ ସାରିଥିଲେ। ବହୁରୂପୀ ମଧ୍ୟ ଅଭିନୟ କରିବା ପୂର୍ବରୁ କ୍ଷମା ମାଗି ସାରିଥିଲା।
ରାଜାଙ୍କ ପାଖେ ଜଣେ ବାରିକ ରହୁଥିଲା। ସେ ରାଜାଙ୍କୁ ମନ୍ତ୍ରଣା ଦେଲା ଯେ ବହୁରୂପୀକୁ ସତୀ ହେବାର ଅଭିନୟ କରିବାକୁ କୁହାଯାଉ। ସତୀ ସ୍ତ୍ରୀ ସ୍ୱାମୀର ଚିତାଗ୍ନିରେ ଝାସ ଦିଏ। ସତୀ ସ୍ତ୍ରୀର ଅଭିନୟ କଲେ ଇଏ ଚିତାଗ୍ନିରେ ଜଳି ଭସ୍ମ ହୋଇଯିବ ଏବଂ ରାଜକୁମାରକୁ ମାରିବାର ଦଣ୍ଡ ମଧ୍ୟ ଏହାକୁ ଆପେ ଆପେ ମିଳିଯିବ। କଥାଟି ରାଜାଙ୍କ ମନକୁ ପାଇଗଲା। ବହୁରୂପୀକୁ ଡାକି ରାଜା କହିଲେ, ତୁ ଏବେ ସତୀ ହେବାର ଅଭିନୟ କରି ଦେଖା। ସେ ରାଜାଙ୍କ ଆଜ୍ଞା ଶିରଧାର୍ଯ୍ୟ କଲା। ସହରରେ କେଉଁଠି ଗୋଟିଏ ଅପରିଚିତ ବ୍ୟକ୍ତିର ମୃତଦେହ ପଡିଥିଲା। ଲୋକେ ତାକୁ ଶ୍ମଶାନକୁ ନେବା ବେଳେ ବହୁରୂପୀ ଷୋଡଶ ଶୃଙ୍ଗାରରେ ବିଭୂଷିତ ହୋଇ ସତୀ ସ୍ତ୍ରୀ ବେଶ ଧରି ତା ପଛେ ପଛେ ଚାଲିଲା। ଲୋକେ ଭାବିଲେ କେହି ଜଣେ ପତିବ୍ରତା ସ୍ତ୍ରୀ ତା ସ୍ୱାମୀଙ୍କ ଚିତାଗ୍ନିରେ ସତୀ ହେବାକୁ ଯାଉଛି। ଏ କଥା ରାଜାଙ୍କ କାନରେ ପଡିବାରୁ ସେ ପ୍ରକୃତ ତଥ୍ୟ ଜାଣିବା ପାଇଁ ମନ୍ତ୍ରୀଙ୍କୁ ପଠାଇଲେ। ମନ୍ତ୍ରୀ ଫେରି ଆସି ରାଜାଙ୍କୁ କହିଲା, ମଣିମା, ସେହି ବହୁରୂପୀ ଆଜି ସତୀ ହେବାକୁ ଯାଉଛି। ରାଜା ରାଜକର୍ମଚାରୀ ମାନଙ୍କୁ ଡକାଇ ଆଦେଶ ଦେଲେ, ଯାଅ, ତାକୁ ଭଲ ଭାବେ ପୋଡ଼ି ଦେଇ ଆସିବ। ରାଜକର୍ମଚାରୀମାନେ ବହୁ ପରିମାଣରେ କାଠ ଗଦା କରିଦେଲେ। ନଦୀ କୂଳରେ ଶ୍ମଶାନ ଘାଟରେ ସତୀ ରୂପ ଧାରଣ କରିଥିବା ସେହି ବହୁରୂପୀ ମୁର୍ଦ୍ଦାରକୁ କୋଳରେ ଧରି ଚିତାରେ ପଶିଗଲା। ଲୋକେ ନିଆଁ ଲଗାଇଦେଲେ। ଇତିମଧ୍ୟରେ ହଠାତ୍ କେଉଁଠୁ ଖୁବ୍ ଜୋରରେ ବର୍ଷା ପବନ ମାଡ଼ି ଆସିଲା। ମୂଷଳ ଧାରାରେ ମେଘ ବରସିବା ସଙ୍ଗେ ସଙ୍ଗେ ବାତ୍ୟା ଭଳି ପବନ ବହିଲା। ଲୋକମାନେ ଜୀବନ ବିକଳେ ଶବଦାହ ଛାଡ଼ି ଯେଝା ଯେଝା ବାଟରେ ପଳାଇ ଗଲେ। ମୃତ୍ୟୁ ବ୍ୟକ୍ତିର ନିଜ କୁଟୁମ୍ବ ହୋଇଥିଲେ ହୁଏତ କେହି ରହିଥାନ୍ତେ, ପରଲୋକ କାହିଁ ରହିବେ। ବର୍ଷା ହେବାରୁ ନିଆଁ ଲିଭିଗଲା ଏବଂ ନଦୀରେ ବନ୍ୟା ଆସିବାରୁ କାଠ ସବୁ ଭାସିଗଲା। କାଠ ଗଦା ଉପରେ ବସିଥିବା ବହୁରୂପୀ କାଠଗଡକୁ ଆଶ୍ରା କରି ଭାସି ଭାସି ଯାଇ ଅନ୍ୟତ୍ର କୂଳରେ ଲାଗିଲା। ଇଷ୍ଟଦେବୀଙ୍କ ଦୟାରୁ ସେ ବଞ୍ଚିଗଲା। କେତେ ମାସ ପରେ ସେ ରାଜାଙ୍କ ପାଖକୁ ଯାଇ ପୁରସ୍କାର ମାଗିଲା। ତାକୁ ଦେଖି ରାଜା ଆଶ୍ଚର୍ଯ୍ୟରେ କହିଲେ, ଆରେ, ତୁ ପରା ପୋଡ଼ି ପାଉଁଶ ହୋଇଯାଇଥିଲୁ। ସେ କହିଲା, ମରି ଯାଇଥିଲି ସତ, କିନ୍ତୁ ଶକ୍ତି ମାଙ୍କ ଦୟାରୁ ପୁଣି ଫେରି ଆସିଲି। ରାଜା ପଚାରିଲେ, ତୁ ପରଲୋକରେ ଆମ ବାପା ଓ ବୁଢା ବାପା ପ୍ରଭୃତିଙ୍କୁ ଦେଖିଥିବୁ। ସେମାନଙ୍କ ହାଲଚାଲ କଣ? କିଛି ଖବର ଆଣିଛୁ କି? ସେ କହିଲା, ମଣିମା, ସମସ୍ତଙ୍କ ସହିତ ଭେଟ ହୋଇ ଖବର ଆଣି ଆସିଛି। ସେଠାରେ ସମସ୍ତେ ଭଲରେ ଅଛନ୍ତି, କିନ୍ତୁ ସମସ୍ତଙ୍କର ନିଶ ଦାଢି ଓ ନଖ ବଢି ଯାଇଛି। ଖିଅର କରିବାକୁ ବାରିକ ନାହିଁ, ତେଣୁ ସେମାନେ ଏଠାରୁ ରାଜସେବକ ବାରିକକୁ ପଠାଇବାକୁ କହିଛନ୍ତି। ରାଜା କହିଲେ, ସେଠାକୁ ବାରିକ ଯିବ କିପରି? ସେ କହିଲା, ହଜୁର, ଆପଣଙ୍କ ବାପା ଓ ବୁଢା ବାପା ଯେମିତି ଯାଇଥିଲେ ଏବଂ ମୁଁ ଯେମିତି ଯାଇଥିଲି, ସେହି ଉପାୟରେ ବାରିକ ମଧ୍ୟ ଯାଇପାରିବ। ସମସ୍ତଙ୍କ ପାଇଁ ସେଇ ଗୋଟିଏ ରାସ୍ତା। ଏ କଥା ବାରିକ ଶୁଣି ଭୟରେ ଥରହର ହେଲା। ଭାବିଲା, ଏଥର ମୋର ମୃତ୍ୟୁ ସୁନିଶ୍ଚିତ। ରାଜାଙ୍କ ଆଦେଶ ହୋଇଯିବା ପରେ ତାହାଙ୍କୁ ଆଉ କିଏ ବା ଟାଳି ପାରିବ? ଏହା ଭାବି ସେ ରାଜାଙ୍କ ଆଦେଶ ହେବା ପୂର୍ବରୁ ଯାଇ ବହୁରୂପୀ ପାଖକୁ ପହଞ୍ଚିଲା। ପ୍ରାଣ ବିକଳରେ ସେ ପାଦ ଧରି କାକୁତି ମିନତି ହୋଇ କହିଲା, ଭାଇ, ତୁମେ ମତେ ରକ୍ଷା କର। କୌଣସି ପ୍ରକାରେ ରାଜାଙ୍କୁ ବୁଝାଇ ଦିଅ, ନହେଲେ ମୋ ପିଲାମାନେ ଅନାଥ ହୋଇଯିବେ, ମୋ ସଂସାର ଭାସିଯିବ। ବହୁରୂପୀ ତାକୁ କହିଲା, ସତୀ ସ୍ତ୍ରୀର ଅଭିନୟ କରାଇବା ପାଇଁ ତୁ ରାଜାଙ୍କୁ ମନ୍ତ୍ରଣା ଦେଇଥିଲୁ ନା? ଏବେ ତୁ ନିଜେ ମର। ବାରିକ ବହୁତ ବିକଳ ହୋଇ ପ୍ରାର୍ଥନା କରିବାରୁ ବହୁରୂପୀ ତାକୁ କ୍ଷମା କରିଦେଇ କହିଲା, ଠିକ ଅଛି, ତୁ ମୋର କୌଣସି ଶତ୍ରୁ ତ ନୁହେଁ, ତେଣୁ ମୁଁ ରାଜାଙ୍କୁ ବୁଝାଇଦେବି। ସେ ଯାଇ ରାଜାଙ୍କୁ କହିଲା, ହଜୁର, ସତରେ ମୁଁ ମରି ନଥିଲି। ଲୋକେ ବହୁତ କାଠ ଲଦି ଚିତା ଉପରେ ବସାଇ ନିଆଁ ଲଗାଇ ଦେଇଥିଲେ। କାଠ ଜଳିଲା, କିନ୍ତୁ ମୋ ଦେହରେ ନିଆଁ ଲାଗିବା ପୂର୍ବରୁ ଖୁବ୍ ଜୋର ମେଘ ପବନ ଆସିଲା। ଲୋକେ ସବୁ ପ୍ରାଣ ବିକଳେ ଏଣେ ତେଣେ ପଳାଇଗଲେ। ନଦୀରେ ବନ୍ୟା ଆସିବାରୁ କାଠଗଡ଼ ସବୁ ଭାସିଗଲା ଓ ଦେବୀଙ୍କ ଆଶୀର୍ବାଦରୁ ମୁଁ ବଞ୍ଚିଗଲି। ମୁଁ ସତୀ ସ୍ତ୍ରୀର ଅଭିନୟ କରିବାକୁ ଡରି ନଥିଲି ଏବଂ ଭବିଷ୍ୟତରେ ଆଉ ଯେଉଁ ଅଭିନୟ କରିବାକୁ କହିବେ ତାହା ମଧ୍ୟ କରିବି। ତା ଛଡା ଯେତିକି ପୁରସ୍କାର ଦେବେ ତାହାକୁ ମୁଁ ଆନନ୍ଦ ମନରେ ଗ୍ରହଣ କରିବି। ଏ କାହାଣୀର ତାତ୍ପର୍ଯ୍ୟ ଏହି ଯେ ଆମ୍ଭମାନଙ୍କୁ ଯେଉଁ ସବୁ ଭୂମିକା ମିଳିଛି ତାହାକୁ ଯଥୋଚିତ ରୂପେ ଅଭିନୟ କରିବାରେ କୌଣସି ପ୍ରକାର ଊଣା ରଖିବା ଉଚିତ ନୁହେଁ। ଆମେ ପିତା, ମାତା, ସ୍ତ୍ରୀ, ପୁତ୍ର, ଭାଇ, ଭଉଣୀ, ଝିଅ, ଶାଶୁ, ବୋହୂ ଇତ୍ୟାଦି ଯେଉଁ ବେଶ ଧାରଣ କରୁଛୁ, ସେହି ଅଭିନୟକୁ ଯଥାର୍ଥ ରୂପେ ସମ୍ପାଦନ କରିବା ଆମର କର୍ତ୍ତବ୍ୟ। ଯେଉଁ ବ୍ୟକ୍ତି
ସୁଚାରୁ ରୂପେ ନିଜର କର୍ତ୍ତବ୍ୟ ପାଳନ କରେ, ଭଗବାନ ତା ଉପରେ ଦୟା କରନ୍ତି। ମୋ ଗପଟି ତ ସରିଲା। ରହୁଛି। ଧନ୍ୟବାଦ।